ମୋ ରୁମ୍କୁ ଯିବା ବାଟରେ ମୁଁ କାହାର କାନ୍ଦିବା ଶବ୍ଦ ଶୁଣିଲି। କାନ୍ଦିବା ଶବ୍ଦ ମୋ ବୋହୂ ରୁମ୍ରୁ ଆସୁଥିଲା। ମୁଁ ଟିକେ ଅଟକିଗଲି। ଡୋର୍ ଦେଇ ଭିତରକୁ ଚାହିଁଲି। ଦେଖିଲି ବୋହୂ ବେଡ୍ରେ ପେଟି ଶୋଇ କାନ୍ଦୁଛି। ଭାବିଲି ମୁଁ ଭିତରକୁ ଯାଇ ପଚାରିବି, ମୋର ଏହା କରିବା ଠିକ୍ ହେବ ତ? ମୋ ନାଁ ହରିରାମ, ମୋର ବୟସ 62 ବର୍ଷ। ମୁଁ ମୋର ଗାଁ ସ୍କୁଲରେ ଶିକ୍ଷକ ଅଛି। 2 ମାସ ତଳେ ମୋ ସ୍ତ୍ରୀ ମରିଯିବାରୁ ମୁଁ ପୁଅ ପାଖରେ ରହିବା ପାଇଁ ଏଠାକୁ ଆସିଛି। ମୁଁ ଗାଁରେ ଏକୁଟିଆ ନ ରହି ଏଠାରେ ସହରରେ ତାଙ୍କ ପାଖରେ ରହିବା ପାଇଁ ପୁଅକୁ ଜୋର ଦେଉଛି। ଏଠାରେ ପୁଅ ରାହୁଲ, ତା ସ୍ତ୍ରୀ ମୋହିନୀ ଏବଂ ନାତି ରହୁଛନ୍ତି। ନାତିର ବୟସ ମାତ୍ର 5 ବର୍ଷ। ମୋହିନୀ ଗୋଟିଏ ସଂସ୍କୃତି ସମ୍ପନ୍ନ ପରିବାରରୁ ଆସିଛି। ଦେଖିବା ପାଇଁ ସେ ଭାରି ସୁନ୍ଦରୀ। ସେ ମୋତେ ବହୁତ ସମ୍ମାନ ଦିଏ। ପ୍ରତିଦିନ ସକାଳୁ ସେ ମୋ ପାଦ ଛୁଇଁ ପ୍ରଣାମ କରେ। ସେ ନଈ ମୋର ପାଦକୁ ଛୁଇଁବା ସମୟରେ ମୁଁ ତାର ଦୁଧକୁ ଚାହେଁ। ସେ ସବୁ କଥା ବୁଝିପାରେ, କିନ୍ତୁ ସବୁ ସମୟରେ ହସୁଥାଏ। ତାକୁ ଧରି ଶୋଇବା ପାଇଁ ମୁଁ କଳ୍ପନା କରେ। ପୁଣି ଥରେ ମୁଁ ରୁମ୍ ଭିତରକୁ ଚାହିଁଲି। ତାର ଉଚ୍ଚା ଗାଣ୍ଡି ଏବଂ ଲବଣୀୟ ଦେହ ଦେଖି ମୁଁ ଜମାଳୁ ସମ୍ଭାଳି ପାରିଲିନି। ରୁମ୍ ଭିତରକୁ ପଶିଗଲି। ତା କାନ୍ଧକୁ ଛୁଇଁ ପଚାରିଲି, କ'ଣ ହେଲା ବୋହୂ, ତୁ କାହିଁକି କାନ୍ଦୁଛୁ? ମୋତେ ଦେଖି ସେ ବହୁତ ଜୋରରେ କାନ୍ଦିଲା। ମୁଁ ପୁରା ବିବ୍ରତ ହୋଇଉଠିଲି। ମୁଁ କହିଲି, କ'ଣ ଘଟିଛି ମୋତେ କାହିଁକି କହୁନୁ? ସେ ବେଡ୍ରୁ ଉଠିଲା। ତା ଶାଢ଼ୀ ପଣତରେ ତାର ଲୁହକୁ ପୋଛି ପକାଇଲା। ସେ ତାର ଶାଢ଼ୀ ପଣତକୁ ଉଠେଇବା ବେଳକୁ ତାର ଦୁଧ ମୋତେ ପୁରା ସ୍ପଷ୍ଟ ଦେଖାଗଲା। ତାର ଛୋଟ ବ୍ଲାଉଜଟା ବଡ଼ ଦୁଧ ଯୋଡ଼ାକୁ ଧରି ରଖି ପାରୁନଥାଏ। ମୁଁ କ'ଣ ଦେଖୁଛି ସେ କଥା ସେ ଲକ୍ଷ୍ୟ କରୁଥିଲା। ତା ଶାଢ଼ୀ ପଣତରେ ସେ ତାର ଦୁଧକୁ ଘୋଡ଼େଇଲା। ସେ କହିଲା, ବାବୁଜୀ, ତମ ପୁଅ ମୋତେ ଭଲ ପାଉନାହାନ୍ତି। ତା କଥା ଶୁଣି ମୁଁ ବିଚଳିତ ହୋଇଉଠିଲି। କହିଲି, ବୋହୂ, ଏହା ବହୁତ ଗମ୍ଭୀର ବିଷୟ। ତୁ ମୋତେ ସବୁ କଥା ବିସ୍ତୃତ ଭାବରେ କହ। ସେ କହିବା ପାଇଁ ଟିକିଏ କୁଣ୍ଠାବୋଧ ହେଲା। ମୁଁ କହିଲି, କୁଣ୍ଠାବୋଧ ହେବାର କିଛି କାରଣ ନାହିଁ। ମୁଁ ତୋର ବାପା ପରି। କିଛି ସମୟ ପରେ ସେ କହିଲା, କିଛି ଦିନ ହେଲା ମୋ ଅଣ୍ଟାରେ ଯନ୍ତ୍ରଣା ହେଉଛି। ଡାକ୍ତର କହିଲେ ଯେ କେବଳ ମେଡ଼ିସିନ ଖାଇଲେ କିଛି ହେବନି। ପରିବାରର ନିଜ ଲୋକଙ୍କ ଦ୍ୱାରା ବଡି ମସାଜ କଲେ ଭଲ ଫଳ ହେବ। ମୁଁ ତୁମ ପୁଅଙ୍କୁ ମୋର ବଡି ମସାଜ କରିବା ପାଇଁ ବହୁତ ଅନୁରୋଧ କଲି, କିନ୍ତୁ ସେ ମୋର ବଡି ମସାଜ କରିବା ପାଇଁ ସଫା ମନା କରିଦେଲେ। ସେ କହିଲେ ଯେ ସେ ହେଉଛନ୍ତି ଜଣେ ପୁରୁଷ ଲୋକ। ସେ କେବେ ହେଲେ ଜଣେ ସ୍ତ୍ରୀ ଲୋକର ବଡି ମସାଜ କରିବେ ନାହିଁ। ବାବୁଜୀ, ତାଙ୍କର କ'ଣ ତାଙ୍କ ସ୍ତ୍ରୀକୁ ସାହାଯ୍ୟ କରିବା ଭୁଲ? ସେ ପୁଣି କାନ୍ଦିବା ଆରମ୍ଭ କଲା। ଏହା ଶୁଣି ମୁଁ ବିଚଳିତ ହେଲି। ମୁଁ କିଛି ପ୍ରତିକ୍ରିୟା ଦେଖାଇଲି ନାହିଁ। ସେ କହିଲା, ଛାଡ଼ନ୍ତୁ ବାବୁଜୀ, ମୁଁ ତୁମକୁ ମଧ୍ୟ ବିବ୍ରତ କରିବା ଠିକ୍ ନୁହେଁ। ମୁଁ ଭାବିଲି ଏଇଟା ହେଉଛି ସୂଚକ। କହିଲି, ବୋହୂ, ମୁଁ ତୋତେ ସାହାଯ୍ୟ କରିବି। ତୁ ଯଦି କିଛି ମନେ ନ କରିବୁ ତାହେଲେ ମୁଁ ତୋର ବଡ଼ିକୁ ମସାଜ କରିଦେବି। ସେ ଅତ୍ୟନ୍ତ ଉତ୍ସୁକ ହୋଇ କହିଲା, ସତରେ? କିନ୍ତୁ ପର ମୁହୂର୍ତ୍ତରେ ସେ ବିବ୍ରତ ହୋଇଉଠିଲା। କହିଲା, ଯଦି କେହି ଦେଖିବ ତାହେଲେ? ମୁଁ କହିଲି, ତୋର କ'ଣ ମୁଣ୍ଡ ଠିକ୍ ନାହିଁ? ମୁଁ ତା ହାତକୁ ଛୁଇଁଲି। ତୁ କ'ଣ ଲୋକମାନଙ୍କୁ ଯାଇ କହିବୁ ଯେ ତୋ ଶ୍ୱଶୁର ତୋର ବଡି ମସାଜ କରିଛନ୍ତି? ସେ କହିଲା, ନାହିଁ। ମୁଁ କହିଲି, ତାହେଲେ ଚାଲ ଏବେ ଆରମ୍ଭ କରିବା। ସେ ଟିକିଏ ଡରିଗଲା। କହିଲା, ଏବେ? ମୁଁ କହିଲି, ଅସୁବିଧା କ'ଣ? ମୁଁ ଅସ୍ଥିର ହୋଇଉଠିଲି। ସେ କହିଲା, ଠିକ୍ ଅଛି। ସେ ରୋଷେଇ ଘରକୁ ଯାଇ ଗୋଟିଏ ଗିନାରେ ନଡ଼ିଆ ତେଲ ଉଷୁମ କରିକି ଆଣି ଆସିଲା। ତାପରେ ସେ ବେଡ୍ ଉପରେ ତାର ପେଟ ମାଡ଼ି ଶୋଇଲା। ତାର ଉଚ୍ଚା ଗାଣ୍ଡି ଦେଖି ମୋ ଭିତରେ କ'ଣ ଗୋଟାଏ ହେବାକୁ ଲାଗିଲା। ମୁଁ କହିଲି, ବୋହୂ, କୋଉଠୁ ଆରମ୍ଭ କରିବି? ସେ କହିଲା, ବାବୁଜୀ, ତମେ ଯେଉଁଠାରୁ ଚାହୁଁଛ ସେଠାରୁ ତମେ ଆରମ୍ଭ କର। ମୋର ସବୁଆଡ଼େ ଯନ୍ତ୍ରଣା ହେଉଛି। ତାପରେ ମୁଁ ତା ପିଠିରେ ତେଲ ଲଗେଇ ମସାଜ ଆରମ୍ଭ କଲି। ସେ ତା ଶାଢ଼ୀକୁ ଟାଣି ଗୋଡ଼କୁ ଖସେଇଲା ଏବଂ ଗୋଡ଼କୁ ଖୋଲା କଲା। ମୁଁ ତାର ଗୋଡ଼କୁ ମସାଜ କଲି। ଗୋଟାଏ ସୁଯୋଗ ଦେଖି ମୋ ହାତକୁ ପୂରେଇ ତାର ମୁଲାୟମ ଜଙ୍ଘକୁ ଟିକେ ଛୁଇଁଲି। ତାର ଦେହ ଥରିବାକୁ ଲାଗିଲା। ସେ କହିଲା, ବାବୁଜୀ, ପ୍ଲିଜ୍ ସେମିତି କରନି। କିନ୍ତୁ ସେ ଏମିତି ଢଙ୍ଗରେ କହିଲା ଯେ ମୁଁ ଆହୁରି ଆଗେଇବା ପାଇଁ ପ୍ରୋତ୍ସାହିତ ହେଲି। ମୁଁ ତାର ଦେହକୁ ମୋଡ଼ିଲି ଏବଂ ତାର ଗାଣ୍ଡିକୁ ଛୁଇଁଲି। ସେ ମୁରୁକି ହସିଲା। ମୁଁ ତେଲ ଗିନାକୁ ଗୋଟାଏ କଡ଼କୁ ରଖିଲି। ତା ଅଣ୍ଟା ଉପରେ ଆଉ ମୋ ହାତକୁ ରଖିଲି ଏବଂ ତା ନାହିକୁ ଛୁଇଁଲି। ସେ ଚିତ୍କାର କରି ଉଠିଲା। ତା ଚିତ୍କାର ଶୁଣି ମୁଁ ଟିକେ ରହିଗଲି। ପଚାରିଲି, କ'ଣ ହେଲା ବୋହୂ?
ସେ କହିଲା ବାବୁଜୀ ଠିକ୍ ଭାବରେ ମସାଜ କର। ସେ ମୋତେ ଖୋଲାଖୋଲି ନିୟନ୍ତ୍ରଣ କଲା। ମୁଁ ମୋର ଦେହକୁ ତା ଦେହ ଉପରେ ଲଦି ଦେଇ ତାର ଦୁଧକୁ ମୋ ହାତରେ ଆଦର କରିବାକୁ ଲାଗିଲି। ସେ ଡରିଗଲା, କହିଲା ବାବୁଜୀ ତମେ କ'ଣ କରୁଛ? ମୁଁ କହିଲି ମୋର ଯାହା କରିବା କଥା ମୁଁ କରୁଛି। ମୁଁ ତା ଦୁଧକୁ ଆହୁରି ଗେଲ କରିବାକୁ ଲାଗିଲି। ସେ ସେ କହିଲା ବାବୁଜୀ ତୁମେ ଯାହା କରୁଛ ତାହା ଠିକ୍ ନୁହେଁ। ମୁଁ କହିଲି ମୁଁ ଜାଣିଛି, କିନ୍ତୁ ମୁଁ କିଛି କରିପାରିବି ନାହିଁ। ତୋ ବ୍ଲାଉଜ୍ ଅସୁବିଧା କରୁଛି। ତୋ ବ୍ଲାଉଜ୍ଟା ଖୋଲିଦେ। ମୁଁ ଏହା ଠିକ୍ ବାଟରେ କରିବି। ମୁଁ ତାକୁ ମୋ ପାଖକୁ ଟାଣି ଆଣିଲି। ସେ ମୋତେ ବନ୍ଦ କରିବାକୁ ଚେଷ୍ଟା କଲା, କିନ୍ତୁ ମୁଁ ଦୃଢ଼ ନିଶ୍ଚିତ ଥିଲି। ମୁଁ ତା ବ୍ଲାଉଜ୍କୁ ଖୋଲିଲି ଏବଂ ତାର ଲଙ୍ଗଳା ଦୁଧରେ ପାଟି ଲଗେଇକି ଚାଟିଲି। ସେ ମୋ କୋଳରେ ବସି ମୋ ଓଠରେ ଚୁମା ଦେଲା। ସେ କହିଲା ବାବୁଜୀ ତମେ ଏମିତି ଦୁଷ୍ଟାମି କରିବ ବୋଲି ମୋର ଧାରଣା ନଥିଲା। ତାପରେ ମୁଁ ତାର ସବୁ କପଡ଼ାକୁ ଖୋଲି ପକାଇଲି। ତାର ଲଙ୍ଗଳା ଗାଣ୍ଡିରେ ମୁଦୁ ମୁଦୁ ଆଘାତ କଲି। ସେ ମୋର ହାତକୁ ନେଇ ତାର ବିଆ ଉପରେ ରଖିଲା। ମୁଁ ତାର ବିଆକୁ ବହୁତ ସମୟ ପର୍ଯ୍ୟନ୍ତ ମସାଜ କଲି। ଆଉ ମୁଁ ମୋର ବିଶି ଆଙ୍ଗୁଳିକୁ ତା ବିଆ ଉପରେ ପୂରେଇ ଭିତର ବାହାର କଲି, ଆଉ ଭିତରେ ମଧ୍ୟ ପୂରେଇଲି। ସେ ମୋର ପୋଷାକ ଖୋଲି ମୋତେ ଲଙ୍ଗଳା କରିଲା, ଆଉ ସେ ମୋର ଭାଣ୍ଡକୁ ଦେଖି ପୁରା ଖୁସି ହୋଇଗଲା। ସେ ମୋର ଭାଣ୍ଡକୁ ହାତରେ ଛୁଇଁ କହିଲା ଏହା ବହୁତ ବଡ଼, କେତେ ଶକ୍ତ ହୋଇଛି। ବାବୁଜୀ ଆଉ ଡେରି କରନି, ଶୀଘ୍ର ମୋ ବିଆରେ ଆକୁ ପୁରାଅ। ଏହାକୁ ମୁଁ ମୋ ବିଆ ଭିତରକୁ ନେବାକୁ କେତେବେଳୁ ଥୟ ହେଲେଣି। ତାପରେ ମୁଁ ତାକୁ ବେଡ଼୍ରେ ଶୁଆଇ ଦେଇ ତା ଉପରେ ଚଢ଼ିଲି। ତା ରସାଳ ବିଆ ଭିତରେ ମୋର ଭାଣ୍ଡକୁ ପୂରେଇ ତାକୁ ଘେଇଲି। ସେ ଏତେ ଖୁସି ହୋଇଗଲା ଯେ ନିରବଚ୍ଛିନ୍ନ ଭାବରେ ମୋତେ ଚୁମା ଦେଇ ଚାଲିଲା। ସେ କହିଲା ବାବୁଜୀ ତମେ ଜଣେ ଭଲ ପ୍ରେମିକ। ତମେ ଯେମିତି ମୋତେ ଘେଉଛ ତମ ପୁଅ ମୋତେ କେବେ ବି ସେମିତି ଘେଇ ନାହାନ୍ତି କିମ୍ବା ଘେଇ ମଧ୍ୟ ପାରିବେନି। ତାପରେ ଆମେ ଗାଧୋଇବା ପାଇଁ ଗାଧୁଆ ଘରକୁ ଗଲୁ। ବାଥ୍ ଟବ୍ରେ ଆମେ ବହୁତ ମଜା କଲୁ। ଗାଧୁଆ ଘରେ ଘେଇବା ପାଇଁ ସେ ବହୁତ ଉତ୍ସୁକ ହେଉଥିଲା। ବାଥ୍ ଟବ୍ ଖଣକୁ ଧରି ମୋ ଆଡ଼କୁ ପଛ କରି ମୋ ଆଡ଼କୁ ତାର ଗାଣ୍ଡି କରି ତାକୁ ଛିଡ଼ା ହେଲା। ମୁଁ ତାର ଦୁଧ ଦୁଇଟିକୁ ମୁଠେଇ ଧରି ପଛ ପଟରୁ ତା ବିଆରେ ମୋର ଭାଣ୍ଡ ପୁରେଇ ଘେହିବାକୁ ଲାଗିଲି। ଆମେ ଗୋଟିଏ ପ୍ଲେଟ୍ରେ ସାଙ୍ଗ ହୋଇ ଲଞ୍ଚ କଲୁ ଏବଂ ଆରାମ କରିବା ପାଇଁ ଶୋଇବା ଘରକୁ ଗଲୁ। ଶୋଇବା ଖଟରେ କୁଣ୍ଡାକୁଣ୍ଡି ହୋଇକି ଶୋଇଲୁ। ମୋର ନାତି ଅପରାହ୍ନ 3ଟା ବେଳେ ଘରକୁ ଫେରିଲା। ବୋହୂ ତାକୁ ଲଞ୍ଚ ଖାଇବା ପାଇଁ ଦେଇ ତାକୁ ତା ରୁମ୍ରେ ଶୋଇଦେଲା। ତାପରେ ସେ ମୋ ପାଖକୁ ଆସି ମୋର ପୋଷାକ ଖୋଲିଲା। ତାପରେ ମୋର ଭାଣ୍ଡକୁ ଘଣ୍ଟା ଘଣ୍ଟା ଧରି ଚୋଷିବା ପାଇଁ ଲାଗିଲା। ମୁଁ କହିଲି ମୋହିନୀ ମୋର ସ୍ୱପ୍ନ ସତ ହେଲା। ମୋର ଦୁଧ ବୁଣ୍ଡିକୁ ଚିପି ସେ ପଚାରିଲା ବାବୁଜୀ ତମର ସ୍ୱପ୍ନ କ'ଣ ଥିଲା? ମୁଁ କହିଲି ଗାଁରୁ ଆସିବା ଦିନଠାରୁ ମୁଁ ସ୍ୱପ୍ନ ଦେଖୁଥିଲି କେମିତି ମୋର ବୋହୂକୁ ମୋର ବାହୁ ବନ୍ଧନରେ ଧରିକି ଶୋଇବି। ମୋହିନୀ କହିଲା ଇସ୍ ବାବୁଜୀ ତମେ କେତେ ଖରାପ, ନିଚ ଓ ନିଚମନା। ସେ ମୋତେ ଗୋଟେ ଚାପୁଡ଼ା ମାରିଲା। ମୁଁ ତା ଗାଣ୍ଡିକୁ ଭଲ କରି ଚିପି ଚାପୁଡ଼ା ମାରିଲି। ସେ ମୋତେ ଚୁମା ଦେଲା, କହିଲା ବାବୁଜୀ ମୋର ସ୍ୱପ୍ନ ବି ଆଜି ପୂରଣ ହୋଇଗଲା। ମୁଁ କହିଲି କ'ଣ ତୋର ଇଚ୍ଛା ଥିଲା? ସେ କହିଲା ସବୁଦିନ ସକାଳେ ଦେଖୁଥିଲି ତୁମେ ବେଡ଼୍ରେ ଶୋଇ ରହି ତକିଆକୁ କୁଣ୍ଢାଉଛ ଆଉ ତୁମର ଲୁଙ୍ଗି ଭିତରେ ହାତ ପୂରେଇକି ହଲାଉଛ। ଏହା ଦେଖି ମୋର ଇଚ୍ଛା ହେଉଥିଲା ଅନ୍ତତଃ ଥରଟିଏ ପାଇଁ ତୁମେ ମୋତେ କୁଣ୍ଢେଇ ମୋ ଉପରେ ଶୁଅନ୍ତ କି? ମୁଁ କହିଲି ଥରେ କାହିଁକି, ମୁଁ ତତେ ସବୁଦିନ କୁଣ୍ଢେଇକି ତୋ ଉପରେ ଶୋଇବାକୁ ପ୍ରସ୍ତୁତ ଅଛି। ସକାଳୁ ଆମକୁ ଏକାନ୍ତରେ ଭେଟିବା ପାଇଁ 5ରୁ 6 ଘଣ୍ଟା ସମୟ ମିଳେ। ମୋ ପୁଅ ରାହୁଲ ସକାଳ 9ଟା ବେଳେ ଅଫିସ୍ ବାହାରିଯାଏ, ଆଉ ନାତି ତା ସ୍କୁଲକୁ ଫେରିବା ବେଳକୁ ଅପରାହ୍ନ 3ଟା ହୋଇଯାଏ। ତେଣୁ ଏହି ସମୟର ବ୍ୟବଧାନ ଭିତରେ ଆମେ ଶ୍ୱଶୁର ବୋହୂ ଆମ ପ୍ରେମକୁ ଆଗେଇ ନେଉଥିଲୁ। ଆମ ଶ୍ୱଶୁର ବୋହୂଙ୍କର ଏହି ପ୍ରେମୀକ୍ଷଣ ଭିତରେ ବୋହୂ ଗର୍ଭବତୀ ହୋଇଗଲା। ମୋ ପିଲାର ମା ହେଲା ଏବଂ ଗୋଟିଏ ବହୁତ ସୁନ୍ଦର ଝିଅକୁ ଜନ୍ମ ଦେଲା। ଆଉ ଆମର ଏହି ପ୍ରେମର ସ୍ମୃତିକୁ ଆମ ଅମର କରିବା ପାଇଁ ସେ ଝିଅର ନାଁ ଦେଲା ମୋ ନାଁ ହରି, ଓ ହରିର ଓଲଟା ହେଉଛି ରିହା। ମୋ ପୁଅ ରାହୁଲ ଏସବୁର କିଛି ସୁରାଗ ମଧ୍ୟ ପାଇଲା ନାହିଁ। ଏହା ଭିତରେ ଆମ ଶ୍ୱଶୁର ବୋହୂଙ୍କ ଦୈହିକ ପ୍ରେମ ସମ୍ପର୍କକୁ 13 ବର୍ଷ ହେଲାଣି। ସୁଯୋଗ ମିଳିଲେ ଆମେ ଗିହାଗିହି ହେଉଛୁ। ଅବଶ୍ୟ ମୋ ଗିହାଗିହିର ପରିମାଣ ଟିକିଏ କମିଯାଇଛି। ମୋର ବୋହୂ ମୋହିନୀର ବୟସ ଏବେ 35 ବର୍ଷ। ଆଗ ଅପେକ୍ଷା ସେ ଅଧିକ ସୁନ୍ଦରୀ ଏବଂ ବହୁତ ଭଲ ଦିଶୁଛି। ଆମ ଝିଅ ରିହାକୁ ଏବେ 12 ବର୍ଷ ଚାଲିଛି। ତା ବୟସ କ୍ରମେ ବୃଦ୍ଧି ପାଇବାକୁ ଲାଗିଛି ଏବଂ ସେ ତା ମା ପରି ବହୁତ ସୁନ୍ଦରୀ ଦିଶୁଛି। ମୋର ସର୍ଟସ୍ ଭଳି ଛୋଟ ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରୁଛି। ତା ପତଳା ପାଦ ଦେଖିବାକୁ ମୋତେ ବହୁତ ଭଲ ଲାଗେ।
ଦିନେ ସନ୍ଧ୍ୟାରେ ରାତ୍ରି ଭୋଜନ ରାନ୍ଧିବା ପାଇଁ ମୋହିନୀ ବସି ପରିବା କାଟୁଥିଲା। ମୁଁ ବସି ତାର ସୁନ୍ଦର ଦେହ ଉପରେ ନଜର ପକାଉଥିଲି। ରିହା ରୁମ୍କୁ ଆସିଲା। ମୋତେ ପଚାରିଲା, ଅଜା, ତମକୁ ବନିଲା ଆମ୍ବ ଓ କଷି ଆମ୍ବ ଚେରି ମଧ୍ୟରୁ କେଉଁଟା ବେଶୀ ଭଲ ଲାଗେ? ମୁଁ କହିଲି, ନିଶ୍ଚୟ ବନିଲା ଆମ୍ବ ମୋତେ ବହୁତ ଭଲ ଲାଗେ। ମୋ ତ ତାକୁ ଭଲ ଲାଗିଲା ନାହିଁ। ସେ ତା ରୁମ୍କୁ ଫେରିଗଲା। ମୁଁ ଦେଖିଲି ମୋହିନୀ ମୁରୁକି ହସୁଛି। ମୁଁ ପଚାରିଲି, ବୋହୂ, ରିହାର କ'ଣ ହୋଇଛି? ମୋହିନୀ କଟା ପରିବାକୁ ଏକାଠି କରିନେଇ ରୋଷେଇ ଘରକୁ ଗଲା। ଗଲାବେଳେ କହିଲା, ବାବୁଜୀ, ତମେ ଗୋଟିଏ ବୁଦ୍ଧୁ। ମୋହିନୀ ପଛେ ପଛେ ମୁଁ ରୋଷେଇ ଘରକୁ ଗଲି। ପଚାରିଲି, ବୋହୂ, ତୁ କାହିଁକି ମୋତେ ବୁଦ୍ଧୁ କହୁଛୁ? ମୋହିନୀ ରୋଷେଇ ଘର ଡୋର ଆଡ଼େ ନଜର ବୁଲେଇ ଆଣି ମୋର ଦୁଇ ହାତକୁ ଧରି ନେଇ ତାର ବିଶାଳକାୟ ଦୁଧ ଉପରେ ରଖି କହିଲା, ବାବୁଜୀ, ନିଅ, ତମକୁ ପରା ବନିଲା ଆମ୍ବ ଭଲ ଲାଗେ। ମୁଁ ଦୁଇ ହାତରେ ମୋହିନୀର ବଡ଼ ବଡ଼ ପରିପୁଷ୍ଟ ହୃଷ୍ଟପୁଷ୍ଟ ଦୁଧକୁ ମୁଠେଇ ଦଳିବାକୁ ଲାଗିଲି। ମୋ ବାଣ୍ଡ ଶକ୍ତ ହୋଇ ମୋହିନୀର ଗାଣ୍ଡିରେ ଦାବି ହେଲା। ପଛପଟରୁ ଦୁଇ ହାତରେ ମୋହିନୀର ବଡ଼ ବଡ଼ ଦୁଧକୁ ଚିପି ମୁଁ ତାର ବିଶାଳକାୟ ଗାଣ୍ଡିରେ ମୋର ବାଣ୍ଡ ଦାବିବାକୁ ଲାଗିଲି। ମୋହିନୀ କହିଲା, ଛାଡ଼ନ୍ତୁ ନା ବାବୁଜୀ, ରିହା ଯଦି ଚାଲି ଆସି ଦେଖିବ ତାହେଲେ? ମୁଁ କହିଲି, ନା ମୋହିନୀ, ରିହା ତ ଏବେ ତା ରୁମ୍କୁ ଯାଇଛି। ସିଏ କାହିଁକି ଆସିବ? ମୁଁ ମୋହିନୀର ଦୁଧକୁ ଧଳି ଚିପିବାକୁ ଲାଗିଲି। ମୋହିନୀ କହିଲା, ଛାଡ଼ନ୍ତୁ, ଆଜି ରାତିରେ ଆପଣଙ୍କର ପୁଅ ଘରକୁ ଫେରିବେନି ବୋଲି ଜାଣିଛନ୍ତି ନା? ଏବେ ଯଦି ସବୁ ଏନର୍ଜି ଶେଷ କରିଦେବେ ତାହେଲେ ରାତି ସାରା କ'ଣ ମୋତେ ଭୋକିଲା ରଖିବେ? ଏତିକି କହି ମୁଁ ମୋହିନୀର ଦୁଧ ଉପରୁ ମୋର ହାତ କାଢ଼ି ଆଣି କହିଲି, ସରି ମୋହିନୀ, ମୁଁ ସେ କଥା ପୁରା ଭୁଲି ଯାଇଥିଲି। ମୋତେ ରାତି ପାଇଁ ଏନର୍ଜି ସଞ୍ଚୟ କରିବାକୁ ହେବ। ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ଶେଷ ହେଉଛି। କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ଯଦି ଆପଣମାନେ ମଧ୍ୟ ଆପଣଙ୍କର ବୋହୂକୁ ଗେହିବାକୁ ଚାହୁଁଛନ୍ତି କିମ୍ବା ନିଜ ବୋହୂକୁ ଗେହିବାକୁ ଚାହୁଁଛନ୍ତି ତାହେଲେ ଆମକୁ ଟେଲିଗ୍ରାମରେ ମେସେଜ୍ କରନ୍ତୁ। ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ। ଆଉ ଜଲ୍ଦି ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ରହୁଛି, ଧନ୍ୟବାଦ। ରହୁଛି।